Good morning to all. DLED second year examination 2025 ଯାହାକି ଆମର 14 ଅକ୍ଟୋବର 2025 ରୁ ଷ୍ଟାର୍ଟ ହବାର ଅଛି। ସେଥିପାଇଁ ଆମେ ପ୍ରିଭିୟସ୍ ଇୟର 2023 ରେ ପାଠ୍ୟ ଯୋଜନା ଓ ସଞ୍ଚାଳନ FC3 ରେ ଆସିଥିବା କ୍ୱେଶ୍ଚନ କିଛି ଆଜି ଆମେ ଆଲୋଚନା କରିବା। ସ୍ପେଶାଲି ଆମେ ଅବଜେକ୍ଟିଭ ଟାଇପ କ୍ୱେଶ୍ଚନ କୁ ଆଲୋଚନା କରିବା। ଚାଲନ୍ତୁ ଦେଖିବା ପ୍ରଥମ ପ୍ରଶ୍ନ। ନିମ୍ନ ପ୍ରଦତ୍ତ ପ୍ରତ୍ୟେକ ପ୍ରଶ୍ନ ପାଇଁ 4ଟି ବିକଳ୍ପ ଉତ୍ତର ଦିଆଯାଇଛି। ସେଥିମଧ୍ୟରୁ ଠିକ୍ ଉତ୍ତରଟିକୁ ବାଛି ଉତ୍ତର ସ୍ଥାନରେ ଲେଖ। ଆଇ ନିମ୍ନୋକ୍ତ ମଧ୍ୟରୁ କେଉଁଟି ଶିଶୁ କେନ୍ଦ୍ରିକ ପାଠ୍ୟକ୍ରମର ବୈଶିଷ୍ଟ୍ୟ ନୁହେଁ? ଶିଶୁ କେନ୍ଦ୍ରିକ ଯେଉଁ ଆମର ପାଠ୍ୟକ୍ରମ ସେଥିରେ କିଏ ବୈଶିଷ୍ଟ୍ୟ ନୁହେଁ? ତ ଶିଶୁ ହିଁ ଶିକ୍ଷଣ ପ୍ରକ୍ରିୟାର କେନ୍ଦ୍ରବିନ୍ଦୁ, ଇଏ ହେଉଛି ଗୋଟେ ବୈଶିଷ୍ଟ୍ୟ। ଶିକ୍ଷାର୍ଥୀ ସକ୍ରିୟ ଅଂଶଗ୍ରହଣ କରେ, ଇଏ ବି ବୈଶିଷ୍ଟ୍ୟ। ପାଠ୍ୟବସ୍ତୁକୁ ମୁଖସ୍ଥ କରି ମନେ ରଖିବା ଉପରେ ଗୁରୁତ୍ୱ ଦିଆଯାଏ ନା। ପାଠ୍ୟବସ୍ତୁକୁ ଯେତେବେଳେ ମୁଖସ୍ଥ କରି ମନେ ରଖିବା ଉପରେ ଗୁରୁତ୍ୱ ଦିଆଗଲା, ଏହା କେବେ ହେଲେ ଶିଶୁ କେନ୍ଦ୍ରିକ ପାଠ୍ୟକ୍ରମର ବୈଶିଷ୍ଟ୍ୟ ହେବ ନାହିଁ। ଏଥିରେ ଶିକ୍ଷାର୍ଥୀ ସକ୍ରିୟ ଅଂଶଗ୍ରହଣ କରେ, ଠିକ୍, କାରଣ ଯେହେତୁ ଏଟା ଶିଶୁ କେନ୍ଦ୍ରିକ ତ ଶିଶୁ ଶିକ୍ଷଣ ପ୍ରକ୍ରିୟାର କେନ୍ଦ୍ରବିନ୍ଦୁ ହେଇଥିବ। ଏଥିରେ ଶିକ୍ଷାର୍ଥୀ ସକ୍ରିୟ ଅଂଶଗ୍ରହଣ କରୁଥିବ। ସଠିକ ଉତ୍ତର ପାଠ୍ୟବସ୍ତୁକୁ ମୁଖସ୍ଥ କରି ମନେ ରଖିବା ପରେ ଗୁରୁତ୍ୱ ଦେଇଥାଏ। ପରବର୍ତ୍ତୀ ପ୍ରଶ୍ନ। ପୁନର୍ବଳନ କେତେ ପ୍ରକାରର? ପୁନର୍ବଳନ ହେଉଛି 2 ପ୍ରକାରର। ପରବର୍ତ୍ତୀ ପ୍ରଶ୍ନ। ଗୋଟିଏ ଏକକ ପାଠ ଯୋଜନାରେ ନିମ୍ନଲିଖିତ ଗୁଡ଼ିକ ମଧ୍ୟରୁ କେଉଁଟି ଦେଖିବାକୁ ମିଳିନଥାଏ? ଗୋଟିଏ ଏକକ ପାଠ ଯୋଜନାରେ ନିମ୍ନଲିଖିତ ଯେଉଁ 4ଟି ଅପସନ ଦେଲା କୋଉଟା ମିଳିନଥାଏ? ଶିକ୍ଷକ ଉଦ୍ଦେଶ୍ୟ ଗୁଡ଼ିକ ନିର୍ଦ୍ଦିଷ୍ଟ କ୍ରମରେ ସଜ୍ଜୀକରଣ, ଇଏ ଠିକ୍ ଥାଏ। ଶିକ୍ଷଣ ସମ୍ପୃକ୍ତ ଧାରଣା ଗୁଡ଼ିକ ନିର୍ଦ୍ଦିଷ୍ଟ କ୍ରମରେ ନଥାଏ। କାହିଁକି ନା ଯେତେବେଳେ ଆମର ପାଠ ଯୋଜନା ଗୁଡ଼ିକ ତିଆରି କରାଯିବ ସେତେବେଳେ ଶିକ୍ଷକ ସମ୍ପୃକ୍ତ ଧାରଣା ଗୁଡ଼ିକ ନିର୍ଦ୍ଦିଷ୍ଟ କ୍ରମରେ ଥାଏ, ଏଠି ଦେଇଛି ନଥାଏ। ମୂଲ୍ୟାୟନ ପଦ୍ଧତି ଥାଏ, ଶିକ୍ଷାର୍ଥୀମାନଙ୍କ ପାଇଁ ଗୃହ କାର୍ଯ୍ୟ ଥାଏ। ତ ଏଠି ଆମର ଉତ୍ତର ହେଉଛି ଖ, ଶିକ୍ଷଣ ସମ୍ପୃକ୍ତ ଧାରଣା ଗୁଡ଼ିକ ନିମ୍ନରେ ନଥାଏ। ପରବର୍ତ୍ତୀ ପ୍ରଶ୍ନ। କେଉଁ ଉକ୍ତିଟି ଠିକ୍? ଝିଅମାନେ ବୁଦ୍ଧିରେ ପୁଅଙ୍କ ସାଙ୍ଗେ ସମାନ ନୁହନ୍ତି। ଶ୍ରେଣୀଗୃହରେ ଝିଅମାନେ ଆଗ ଧାଡ଼ିରେ ବସିବା ଉଚିତ। ଝିଅମାନେ କଳା ଓ ସ୍ଥାପତ୍ୟରେ ପାରଦର୍ଶିତା ଦେଖାଇ ପାରିବେ। ଗଣିତରେ ପୁଅମାନେ ଝିଅମାନଙ୍କ ଠାରୁ ଅଧିକ ଦକ୍ଷ। ସଠିକ ଉତ୍ତର ଗ, ଝିଅମାନେ କଳା ଓ ସ୍ଥାପତ୍ୟରେ ପାରଦର୍ଶିତା ଦେଖାଇ ପାରିବେ। ପରବର୍ତ୍ତୀ ପ୍ରଶ୍ନ। ଭି ନିମ୍ନରେ ଦିଆଯାଇଥିବା ସମସ୍ୟା ଗୁଡ଼ିକ ମଧ୍ୟରୁ କେଉଁଗୁଡ଼ିକ କ୍ରିୟାତ୍ମକ ଗବେଷଣା ଦ୍ୱାରା ସମାହିତ ହୋଇପାରିବ ଚିହ୍ନଟ କର। ଦେଲା ପ୍ରଥମ ବିଟ୍ ଦେଲା ପଞ୍ଚମ ଶ୍ରେଣୀରେ ପଢୁଥିବା ପିଲାମାନଙ୍କର ବର୍ଣ୍ଣଶୁଦ୍ଧିର ସମସ୍ୟା। ହଁ, ଆମେ ଏଇଟା ନେଇପାରିବା, ଏକୁ ଆମେ କ୍ରିୟାତ୍ମକ ଗବେଷଣା ପାଇଁ ନେଇପାରିବା। ଷଷ୍ଠ ଶ୍ରେଣୀରେ ବିଜ୍ଞାନ ପୁସ୍ତକରେ ବର୍ଣ୍ଣିତ କେତେକ ବୈଜ୍ଞାନିକ ପରୀକ୍ଷଣର ତ୍ରୁଟି, ନା ଆମେ ଏକୁ ନେଇପାରିବା ନାହିଁ। ପଞ୍ଚମ ଶ୍ରେଣୀରେ ସମନ୍ୱିତ ପାଠ ପାଇଁ ଶ୍ରେଣୀ ପରିଚାଳନା, ହଁ ଆମେ ଏକୁ ନେଇପାରିବା। ତ ସଠିକ ଉତ୍ତର କଣ? ଏ ଓ ସି, ଘ, ଏ ଓ ସି। ପରବର୍ତ୍ତୀ ପ୍ରଶ୍ନ। ନିମ୍ନ ପ୍ରଦତ୍ତ ପ୍ରଶ୍ନ ପାଇଁ 4ଟି ବିକଳ୍ପ ଉତ୍ତର ଦିଆଯାଇଛି। ସେଥିମଧ୍ୟରୁ ଠିକ ଉତ୍ତରଟି ବାଛ, ଲେଖ। ଆମ ରାଜ୍ୟରେ କେତେ ପ୍ରକାରର ଜନଜାତି ସମ୍ପ୍ରଦାୟ ଅଛନ୍ତି? ସଠିକ ଉତ୍ତର 62 ପ୍ରକାର। ପରବର୍ତ୍ତୀ ପ୍ରଶ୍ନ। ଡବଲ ଆଇ ସମ୍ବିଧାନର କେଉଁ ଧାରା ଅନୁଯାୟୀ 6 ରୁ 14 ବର୍ଷ ବୟସର ପର୍ଯ୍ୟନ୍ତ ସମସ୍ତ ପିଲାଙ୍କୁ ମାଗଣା ବାଧ୍ୟତାମୂଳକ ଶିକ୍ଷା ପାଇଁ ରାଜ୍ୟ ସରକାର ଉତ୍ତରଦାୟୀ? ସଠିକ ଉତ୍ତର 21A, ଧାରା 21A ଅନୁଯାୟୀ 6 ରୁ 14 ବର୍ଷ ସମସ୍ତ ପିଲାଙ୍କୁ ମାଗଣା ବାଧ୍ୟତାମୂଳକ ଶିକ୍ଷା ଦେବା ପାଇଁ ରାଜ୍ୟ ସରକାର ଉତ୍ତରଦାୟୀ। ପରବର୍ତ୍ତୀ ପ୍ରଶ୍ନ।
ଆମ ରାଜ୍ୟର ପ୍ରାଥମିକ ଶିକ୍ଷାର ପାଠ୍ୟକ୍ରମ ଓ ପାଠ୍ୟପୁସ୍ତକ ପ୍ରସ୍ତୁତି କରିବା କାହାର ଦାୟିତ୍ୱ? ସଠିକ ଉତ୍ତର ଏସିଆରଟି। ଆଇସିଟିର ପୁରା ନାମ କ'ଣ? ଆଇସିଟିର ପୁରା ନାମ ହେଉଛି ଇନଫର୍ମେସନ୍ ଆଣ୍ଡ କମ୍ୟୁନିକେସନ୍ ଟେକ୍ନୋଲୋଜି। ସଠିକ ଉତ୍ତର ଘ ଇନଫର୍ମେସନ୍ ଆଣ୍ଡ କମ୍ୟୁନିକେସନ୍ ଟେକ୍ନୋଲୋଜି। ପରବର୍ତ୍ତୀ ପ୍ରଶ୍ନ, କୁଟ୍ ଲେଉଇନଙ୍କ ଦ୍ୱାରା କେଉଁ ମସିହାରେ କ୍ରିୟାତ୍ମକ ଗବେଷଣା କରାଯାଇଥିଲା? କୁଟ୍ ଲେଉଇନଙ୍କ ଦ୍ୱାରା 1944 ମସିହାରେ କ୍ରିୟାତ୍ମକ ଗବେଷଣା କରାଯାଇଥିଲା। ପରବର୍ତ୍ତୀ ପ୍ରଶ୍ନ, ନିମ୍ନ ପ୍ରଶ୍ନ ଗୁଡ଼ିକର ଉତ୍ତର ପ୍ରତ୍ୟେକ ତଳେ ଥିବା ଉତ୍ତର ସ୍ଥାନରେ ଲେଖ। ଅଭିଜ୍ଞତା ଭିତ୍ତିକ ପାଠ୍ୟକ୍ରମ କେଉଁ ପାଠ୍ୟକ୍ରମର ଏକ ରୂପାନ୍ତରଣ? ଶିଶୁ କେନ୍ଦ୍ରିକ ପାଠ୍ୟକ୍ରମର ଏକ ରୂପାନ୍ତରଣ। ପରବର୍ତ୍ତୀ ପ୍ରଶ୍ନ, କେଉଁ ଶିକ୍ଷଣ ପଦ୍ଧତିରେ ପିଲାଟି ଶିକ୍ଷଣ କାର୍ଯ୍ୟ ସ୍ୱତଃ ଅଂଶଗ୍ରହଣ କରିବା ପରିସ୍ଥିତି ସୃଷ୍ଟି କରାଯାଏ? କେଉଁ ଶିକ୍ଷଣ କାର୍ଯ୍ୟରେ ନା କେଉଁ ଶିକ୍ଷଣ ପଦ୍ଧତିରେ? ଶିଶୁ କେନ୍ଦ୍ରିକ ଶିକ୍ଷଣ ପଦ୍ଧତିରେ ପିଲାଟି ଶିକ୍ଷଣ କାର୍ଯ୍ୟ ସ୍ୱତଃ ଅଂଶଗ୍ରହଣ କରିଥାଏ। এইভাবে পরিস্থিতি আমার কোন না সৃষ্টি করা যায় কোন না শিশু কেন্দ্রিক শিক্ষণ পদ্ধতিরে। পরবর্তী প্রশ্ন, আরটি অ্যাক্ট 2009 অনুসারে বিদ্যালয়ে সপ্তাহকু কেতে ঘন্টা শিক্ষাদান দিয়াযায়? 45 ঘন্টা। আরটি অ্যাক্ট 2009 অনুসারে বিদ্যালয়ে কোন না 45 ঘন্টা শিক্ষাদান দেবার ব্যবস্থা করা গলা। পরবর্তী প্রশ্ন, কাহাকু কম্পুটর প্রাণ কেন্দ্র কুহযায়? কম্পুটর প্রাণ কেন্দ্র কাহাকু কুহযায়? সিপিইউ বা কেন্দ্রীয় কার্যনির্বাহ বিভাগ, সিপিইউ সেন্ট্রাল প্রসেসিং यूनिट बोली যাহাকু কুহযাই থায়। পরবর্তী প্রশ্ন, কেউঁ সপনরে শিক্ষার্থী মানে আইসিটি সাধনীর ব্যবহার করিয়া পাই স্বয়ଂ সম্পূর্ণ হই পারিবে? সঠিক উত্তর পরিবর্তন সোপান। কোন পরিবর্তন সোপানরে শিক্ষার্থী মানে আইসিটি সাধনী जोटा कि ইনফরমেশন কম্যুনিকেশন টেকনোলজি সাধনী ব্যবহার করিবারে স্বয়ং সম্পূর্ণ হই পারিবে। পরবর্তী প্রশ্ন, নিম্ন প্রশ্ন গুড়িকর উত্তর প্রত্যেক প্রশ্ন তলে থিবা উত্তর স্থানরে লেখ। কেউমানে কেন্দ্রীয় পাঠ্যক্রমরে সংক্ষেপরে মত দেইथिले? কেউমানে দেইथिले? সঠিক উত্তর পাউনস এন্ড বস। কে দেইथिले? পাউনস এন্ড বসি। পরবর্তী প্রশ্ন, ক্রিয়াত্মক গবেষণা কাহাকু কুহাযায়? শিক্ষানুষ্ঠানরে বিভিন্ন কার্যক্রম সম্পাদন করিবা সমୟରେ শিক্ষক ଯେଉଁ ସବୁ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ସେଗୁଡ଼ିକର ସମାଧାନ ପନ୍ଥୀକୁ କ୍ରିୟାତ୍ମକ ଗବେଷଣା କୁହାଯାଏ। ଅନ୍ୟ ଅର୍ଥରେ କହିବାକୁ ଗଲେ ଯାହାକୁ ଶିକ୍ଷକ ମାନେ ନିଜର ପାଠ୍ୟକ୍ରମ ନିଜେ ଯାହା କରିଛନ୍ତି ନିଜ କାର୍ଯ୍ୟକୁ ତଦାରଖ କରନ୍ତି ଏବଂ ତାର ତ୍ରୁଟିକୁ ନିବାରଣ କରନ୍ତି ସେଟାକୁ ମଧ୍ୟ କ୍ରିୟାତ୍ମକ ଗବେଷଣା ବୋଲି କୁହାଯାଏ। ପରବର୍ତ୍ତୀ ପ୍ରଶ୍ନ, ଜାତୀୟ ପାଠ୍ୟକ୍ରମ ଆଧାର 2005 ରେ ଯେକୌଣସି ଗୋଟିଏ ମାର୍ଗଦର୍ଶୀ ନୀତି ଲେଖ। ଗୋଟିଏ ମାର୍ଗଦର୍ଶୀ ନୀତି ଲେଖୁଛି ଏଠି ଦେଖ, ଶିକ୍ଷଣକୁ ଘଷା ପଦ୍ଧତିରୁ ମୁକ୍ତ କରିବା। କ'ଣ କରିବା? ଶିକ୍ଷଣକୁ ଘଷା ପଦ୍ଧତିରୁ ମୁକ୍ତ କରିବା, ଯାହାକି 2005 ମାର୍ଗଦର୍ଶୀ ନୀତିର ଗୋଟିଏ ଜାତୀୟ ପାଠ୍ୟକ୍ରମ ଆଧାର 2005 ର ଗୋଟିଏ ମାର୍ଗଦର୍ଶୀ ନୀତି। ପରବର୍ତ୍ତୀ ପ୍ରଶ୍ନ, ଓଡ଼ିଶାର କମ୍ପ୍ୟୁଟର ସହାୟକ ଶିକ୍ଷା କେଉଁ ମସିହାରୁ କାର୍ଯ୍ୟକାରୀ ହୋଇଛି? 2004 ମସିହାରୁ। କେବେଠୁ? 2004 ମସିହାରୁ ଓଡ଼ିଶାରେ ଯେଉଁ କମ୍ପ୍ୟୁଟର ସହାୟକ ଶିକ୍ଷା କାର୍ଯ୍ୟକାରୀ ହୋଇଛି। ଶେଷ ପ୍ରଶ୍ନ ଆଜିର, ସମାଜର ଆବଶ୍ୟକତା ଓ ଶିକ୍ଷାର୍ଥୀର ମୌଳିକ ଆବଶ୍ୟକତା ମଧ୍ୟରେ ସମନ୍ୱୟ ରଖି ଯେଉଁ ପାଠ୍ୟକ୍ରମ ପ୍ରସ୍ତୁତ କରାଯାଏ ତାହାକୁ କ'ଣ କୁହାଯାଏ?
केंद्रीय पाठ्यक्रम कह जाए। तो कौन कह जाए ना हमर केंद्रीय पाठ्यक्रम। ଏଇଭଳି ନଲେଜିୟସ୍ ଭିଡ଼ିଓ ଦେଖିବାକୁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ ଏବଂ ସେୟାର କରନ୍ତୁ। ଧନ୍ୟବାଦ।